ମୁଁ ସାତଗଡ଼ କାଳନ୍ଦୀକୂଳ ସଂଘର ସଭାପତି ମୋ ନାଁ ବିଜୟ କୁମାର ମଲ୍ଲିକ। ଆମର ଇଏ 206ତମ ବାର୍ଷିକ ଉତ୍ସବ ପାଳନ କରାହେଉଛି। ମଙ୍ଗଳାଙ୍କର ତୃତୀୟ ଚୈତ୍ର ମାସ ତୃତୀୟ ପାଳିରେ ଆମର ସବୁ ବର୍ଷ ପଡ଼େ। ପ୍ରଥମେ ଆମର ଦଳ ଉଠେ, ବନମାଳୀପୁର ବାସୁଦେବଙ୍କ ମନ୍ଦିରରୁ ପ୍ରଥମେ ଦଳ ଉଠେ। ଦଳ ଉଠି ସାରିଲା ପରେ ଆପଣଙ୍କର ଗଛ ପୂଜା ପରମ୍ପରା ଗୋଟେ ଅଛି। ଗଛ ପୂଜା ଏଇ ବିଜେ ମଣ୍ଡପରେ ହୁଏ। ଗଛ ପୂଜା ପରେ ଆପଣଙ୍କର ଗୁରୁବାର ଦିନ ସକାଳୁ ବନମାଳୀପୁର ବାସୁଦେବ ଠାକୁର ବାହାରି ପ୍ରଥମ ଭୋଗ ଗଜାବରରେ, ଦ୍ୱିତୀୟ ଭୋଗ ତଇଲାରେ, ତାପରେ ପିତାପଡ଼ାରୁ ପୁଣି ଆପଣଙ୍କର କୃଷ୍ଣପ୍ରସାଦ, ଆପଣଙ୍କର ପାରିବସ୍ତ, ତାପରେ ଆପଣଙ୍କର ଭଇଁଚି ଗୋରଡ଼ି ଦେଇ ତୁଳସୀପୁର ଦେଇ ନୂଆ ଗାଁ ଦେଇ ଏପଟେ ଛଣିଜଙ୍ଗ ଆଇଁଷପୁର ଦେଇ ସୁଧବାରିମୂଳ ଚିତ୍ତଉଡ଼ିପ ଦେଇକି ଦଣ୍ଡିକିରା ଦେଇ ଆସି ଠାକୁର ବସନ୍ତି ଏଠି। ତେଣୁ 2 ଦିନ ଏଠି ସଭା କାର୍ଯ୍ୟ ହୁଏ, 2 ଦିନ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ଆମ କୂଳର ସାତଗଡ଼ର ଆପଣଙ୍କର ବିଷ୍ଣୁପୁର, ଆପଣଙ୍କର ସେପଟେ କୁସୁପୁର ଏମିତି ଲଗେଇକିରି ସାତଗଡ଼ର ଭାଇ ଭଉଣୀମାନେ ଗୁରୁଜନ ଲୋକମାନେ ଆସନ୍ତି। 2000 ଲୋକଙ୍କ ପାଇଁ ଏଠି ପ୍ରସାଦ ସେବନ ହୁଏ। ବାହାର ବନ୍ଧୁମାନେ ବି ଆମର ଆସନ୍ତି, ଯିଏ ଯାହାର ଡୋନେଟ୍ କରନ୍ତି। ଏଠି ମଣ୍ଡପରେ ଆମର ପ୍ରସାଦ ସେବନ ହୁଏ। ପ୍ରସାଦ ସେବନରେ ସମସ୍ତେ ଅଂଶଗ୍ରହଣ କରିକିରି ଠାକୁରଙ୍କୁ ପୁଣି ରବିବାର ଦିନ ସକାଳେ ଆମେ ପୁଣି ଯେମିତି ବିମାନରେ ଶୋଭାଯାତ୍ରା ହୁଏ, ପୁଣି ବିମାନରେ ନେଇକରି ବନମାଳୀପୁର ମନ୍ଦିରରେ। କଳାଚନ୍ଦ୍ର ମଲ୍ଲିକ, ମୁଁ ସାତଗଡ଼ କାଳନ୍ଦୀକୂଳର ଉପସଭାପତି। ଆଉ ଆଜିକି 206 ବର୍ଷ ହେଲା ଏଇ ସଂସ୍ଥା ଅନୁଷ୍ଠାନ ଏମିତି କାର୍ଯ୍ୟକ୍ରମ ହେଉଛି। ଆଉ ଏ ବର୍ଷ ବି ସେଇଭଳି ପ୍ରତି ପରମ୍ପରା ଅନୁସାରେ ଚାଲିଅଛି। ମୁଁ ରାମଚନ୍ଦ୍ର ମଲ୍ଲିକ, କୃଷ୍ଣପ୍ରସାଦ ଗଡ଼ର ମାଲ ସଭାପତି ଅଛି। ତେଣୁ ଆମର ଇଏ 206ତମ ବାର୍ଷିକ ଉତ୍ସବ। ଆମର ଏଠି କାଳନ୍ଦୀକୂଳର ଯେଉଁ ଯାନିଯାତ୍ରା ଭଲ ମନ୍ଦ ଯେଉଁଗୁଡ଼ାକ ହେଉଛି, ୟାର ଗୋଟେ ବହୁତ ଆନନ୍ଦ ଉଲ୍ଲାସର ସହିତ ସମସ୍ତେ ସାତଗଡ଼ର ସମସ୍ତ ଭାଇ ଭଉଣୀମାନେ ଆସି ଏଠି ଅଂଶଗ୍ରହଣ କରନ୍ତି। ପ୍ରାୟ 2000ରୁ 3000 ପର୍ଯ୍ୟନ୍ତ ଲୋକ ଏଠି ପ୍ରସାଦ ସେବନ କରନ୍ତି। ସମସ୍ତେ ଏଠି ହୁଏ, ଏଠି ଘୋଡ଼ା ନାଚ ହୁଏ, ଭଜନ ସନ୍ଧ୍ୟା ବି ହୁଏ। ଆଉ ଏମିତି ସବୁ କିଛି କାର୍ଯ୍ୟକ୍ରମ ସାଂସ୍କୃତିକ କରନ୍ତି। ତାପରେ ଆମ ଯେଉଁ ଶୋଭାଯାତ୍ରାରେ ପିଲାମାନେ ବିମାନ କାନ୍ଧେଇକିରି ଆମର ଯାଆନ୍ତି, ସବୁ ଶୋଭାଯାତ୍ରା ଯାଆନ୍ତି, ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଏ। ଆଉ ମାନ୍ୟବର ଅତିଥିମାନେ ଯେଉଁମାନେ ଆମ ସବୁ ଅଛନ୍ତି, କାଳନ୍ଦୀକୂଳର ଯେଉଁ ବୟସ୍କ ଲୋକମାନେ ଆସନ୍ତି, ସବୁ ତାଙ୍କୁ ସମ୍ମାନିତ କରାଯାଏ। ଦେଖନ୍ତୁ, ଲୋକମାନେ ବହୁତ କିଛି ଠାକୁରଙ୍କୁ ମୁଣ୍ଡିଆ ମାରିକି ଯାହା ମାନସିକ କରୁଛନ୍ତି, ତାଙ୍କର ଆଶା ପୂର୍ଣ୍ଣ ହେଉଛି। ତେଣୁ ପୂର୍ଣ୍ଣ ହେବାରୁ ଏ ସଂସ୍ଥା ଚାଲିଛି, ଆଗେଇ ଚାଲିଛି। ବନମାଳୀପୁର ଠାକୁରଙ୍କର ପୂଜାବିଧି ସବୁ ପ୍ରତ୍ୟେକ ଦିନ କରାଯାଏ 2 ଟାଇମ୍। ବନମାଳୀପୁର ଠାକୁର ଆସିଛନ୍ତି, ଆମର 2 ଦିନ ଧରି ଭୋଗ ଖାଇଲା ପରେ ଏଠି ସଭା ହୁଏ, ମିଟିଂ ହୁଏ, ଜାତିରେ ଗୋଟେ ଅନୁଷ୍ଠାନ ଇଏ। ଲୋକମାନେ ଏଥିରୁ କିଛି ପ୍ରଫିଟ୍ ପାଇଲା ଭଳିଆ ପାଉଛନ୍ତି। କିଛି ନ ପାଇଲେ ଏ ସଂସ୍ଥା ଚାଲନ୍ତାନି। ହେଲାଣି ଏମିତି କିଛି ଗୋଟେ ଗ୍ୟାରେଣ୍ଟି ନାହିଁ। ଅନୁଭୂତି ଭଗବାନ ତ ସର୍ବଦା ଆମ ସାଥିରେ ରହିଲା ବେଳେ ରହୁଛି।